ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ଶିଶୁ ଅନନ୍ତ ଦାସ 1475 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ କବି ସାହିତ୍ୟକ ଥିଲେ। ସେ ଓଡ଼ିଆ ସାହିତ୍ୟର 5 ଜଣ ମହାନ କବିଙ୍କ ମଧ୍ୟରୁ ଜଣେ ଥିଲେ। ପଞ୍ଚସଖା ନାମରେ ବିଖ୍ୟାତ। ତାଙ୍କର ଅନେକ ଲେଖା ପ୍ରସିଦ୍ଧି ପ୍ରାପ୍ତ କରିଥିଲା। ହେତୁ ଉଦୟ ଭାଗବତ ଲେଖା ତାଙ୍କର ବେଶ ଜଣାଶୁଣା। ରହୁଛି, ଦେଖାହେବା ଆଗାମୀ ଭିଡିଓରେ। ନମସ୍କାର।